ଏବେ ଆମରି ସ୍ୱର ଆମରି କଥାରେ ଶୁଣିବା ଡକ୍ଟର ଜେନାଙ୍କ ମୁହଁରୁ। ଆଜିର ଏ ଯେଉଁ ଉଦ୍ଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ଶ୍ରୀ ଆନସାରୀଜୀ ଏବଂ ଏ ଯେଉଁ କମ୍ୟୁନିଟି ରେଡ଼ିଓ ଯେଉଁ କାର୍ଯ୍ୟକ୍ରମ କରାଯାଇଛି, ପ୍ରଥମ ଅଧିବେଶନ ଯେଉଁ ଚାଲିଥିଲା ସେଥିରେ ମୁଁ ଆଗଧାଡ଼ିରେ ବସିଥିଲି, ଶୁଣୁଥିଲି, ବହୁତ ଆଗ୍ରହର ସହିତ ଶୁଣୁଥିଲି ଯେ କମ୍ୟୁନିଟି ରେଡ଼ିଓର ଲମ୍ବା ରାସ୍ତା ବିଷୟରେ ଆଲୋଚନା ହେଉଥିଲା ଏବଂ ମୋ ଜାଣିବାରେ ଯେଉଁ ଦୁଇ ଜଣ ବ୍ୟକ୍ତି ଏ କମ୍ୟୁନିଟି ରେଡ଼ିଓକୁ ଓଡ଼ିଶାରେ ଯେଉଁ କମ୍ୟୁନିଟି ରେଡ଼ିଓର ଛୋଟ ଚାରାଟାକୁ ଯେଉଁ ଦୁଇ ଜଣ ବ୍ୟକ୍ତି ରୋପଣ କରିଥିଲେ, ତା ମଧ୍ୟରେ ମୋର ବାଁ ପଟରେ ଅଛନ୍ତି ସଫିକ୍ ଭାଇ ଏବଂ ଆନସାରୀ ଦୁଇ ଜଣ ଯେଉଁ ଚାରାଟାକୁ ରୋପଣ କରିଥିଲେ। ସେ ମୁଁ ପ୍ରଥମ ଅଧିବେଶନ ଜାଣିଲି ଯେ ଯେଉଁ 10-15 ବର୍ଷ ତଳେ ଯେଉଁ ଚାରା ରୋପଣ କରିଥିଲେ ସେ ଗୋଟେ ମହାଦ୍ରୁମ ହେଇଯାଇଛି, ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି। ତେଣୁ ସେ ଦୁଇ ଜଣ ଆଜି ଏଇ ମଞ୍ଚ ଉପରେ ଉପସ୍ଥିତ ଅଛନ୍ତି। ତେଣୁ ମୁଁ ସେମାନଙ୍କୁ ଅଶେଷ ଶୁଭକାମନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ମୁଁ ବଧେଇ ଜଣାଉଛି। ଆଜି ଦୁଇ ଜଣ ଆମର ସାମ୍ବାଦିକତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଦୁଇ ଜଣ ବରିଷ୍ଠ ସାମ୍ବାଦିକ ମହୋଦୟ ଅଛନ୍ତି। ସେ ହେଉଛନ୍ତି ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର ମହୋଦୟ, ସେପଟ ଧାଡ଼ିକୁ ଶେଷରେ ବସିଛନ୍ତି, ଜଣେ ଓଡ଼ିଶାର ପୁରପଲ୍ଲୀରେ ଜଣେ ପରିଚିତ ଏବଂ ନିଶ୍ଚିତ ରୂପେ ମୁଁ ବେଶୀ ସମୟ ନେବିନି ଏବଂ ଆମେ ଏଇ ଯେଉଁ ଦୁଇ ଜଣ, ଆଉ ଜଣେ ଅଛନ୍ତି ସନ୍ଦୀପ ସାହୁ ମହୋଦୟ, ଯାହାଙ୍କୁ ଆମେ ବହୁତ ସମୟରେ ଟିଭି ପରଦାରେ, ଛୋଟ ପରଦାରେ ଆମେ ଦେଖୁ। ଯେତେବେଳେ ମୁଁ ଦେଖେ ତାଙ୍କର ଯେଉଁ ବଳିଷ୍ଠ ଯୁକ୍ତି ମୋତେ ବହୁତ ଭାବେ ଅନୁପ୍ରାଣିତ କରେ। ମୁଁ ମନେ ମନେ ଭାବେ ଏମିତି ଯେଉଁ ନିଷ୍ଠାପର ଯେଉଁ ତାଙ୍କର ବକ୍ତବ୍ୟ ଥାଏ, ନିର୍ଭୀକ ବକ୍ତବ୍ୟ ଥାଏ, ଏମିତି ସେମାନେ ସ୍ୱର ଉତ୍ତୋଳନ କରି ଯେଉଁ ଆମେ ତୃତୀୟ ସ୍ତମ୍ଭ କହୁ ସେ ଗଣତନ୍ତ୍ରକୁ ସୁରକ୍ଷା ଦିଅନ୍ତୁ ଏବଂ ଏମାନେ ସୁରକ୍ଷାର କବଚ ରୂପେ ଛିଡ଼ା ହୁଅନ୍ତୁ। ଏବଂ ଆଜି ଏ ସଭାର ବୋଧହୁଏ ସବୁଠାରୁ ମୁଖ୍ୟ ଆକର୍ଷଣ ଅଛନ୍ତି ଆମର ଆଡିସନାଲ ଡିଜି ମହୋଦୟ, ଓଡ଼ିଶାର ଗର୍ବ, ଆମ ସମସ୍ତଙ୍କର ଗୌରବ, ଜଣେ ଏଇ ଓଡ଼ିଆ ମାଟିର ପୁଅ ଆଜି ସର୍ବଭାରତୀୟ ସ୍ତରରେ ସେ ଆଡିସନାଲ ଡାଇରେକ୍ଟର ଜେନେରାଲ ମିନିଷ୍ଟ୍ରି ଅଫ୍ ଇନଫର୍ମେସନ୍ ଆଣ୍ଡ ବ୍ରଡକାଷ୍ଟିଂର ଏବଂ ସେ ଓଡ଼ିଶା ଦାୟିତ୍ୱରେ ଥିବା ସଙ୍ଗେ ସଙ୍ଗେ ଝାଡ଼ଖଣ୍ଡ ଦାୟିତ୍ୱରେ ଅଛନ୍ତି। ସେ ବାଣୀବିହାରର ଛାତ୍ର ଥିଲେ ଏବଂ ବର୍ତ୍ତମାନ ବହୁତ ବଡ଼ ପଦବୀରେ ଅଛନ୍ତି। ତେଣୁ ମୁଁ ଏହି ପରିପ୍ରେକ୍ଷୀରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି କେମିତି ସେ ଓଡ଼ିଶାର ନାମକୁ ସର୍ବଭାରତୀୟ ସ୍ତରରେ ବଜାଇ ରଖନ୍ତୁ ଏବଂ କାଲି ସକାଳେ ଡିଜି ହୁଅନ୍ତୁ ଏବଂ ଡିଜି ଉପରକୁ ଯଦି ଆହୁରି କିଛି ପୋଜିସନ୍ ଥାଏ ସେମିତିଆ ପୋଜିସନ୍କୁ ଅଳଙ୍କୃତ କରି ଓଡ଼ିଶାର ନାଁକୁ, ଓଡ଼ିଆ ପୁଅର ଗାରିମାକୁ ବଜାୟ ରଖନ୍ତୁ। ଆଜି ଯେଉଁ କମ୍ୟୁନିଟି ରେଡ଼ିଓ ବିଷୟରେ ଆଲୋଚନା କରୁଛେ, ପ୍ରଥମ ଅଧିବେଶନରେ ବହୁତ ସଂଖ୍ୟାରେ ଆପଣ ସାଥୀମାନେ ଥିଲେ ଏବଂ ସେହି କମ୍ୟୁନିଟି ରେଡ଼ିଓ, ଲୋକାଲ ରେଡ଼ିଓର ମୋର ଶ୍ରଦ୍ଧେୟ ବନ୍ଧୁଗଣ, ଯେତେବେଳେ ମୁଁ ଶୁଣୁଥିଲି କହିଲି ଅତ୍ୟନ୍ତ ଆଗ୍ରହର ସହିତ ଯେ କମ୍ୟୁନିଟି ରେଡ଼ିଓ, ଏବଂ ମୋ ପାଖରେ ସେତେବେଳେ ଆଗରେ ବସିଲା ବେଳେ, ଆଗରେ ଯେତେବେଳେ ମୁଁ ବସିଥିଲି ଆଉ ଜଣେ ବିଶିଷ୍ଟ ଓଡ଼ିଶାର ସଙ୍ଗୀତକାର ଥିଲେ, ତାଙ୍କ ଯିଏ ପୁଅ ସେ ଅନ୍ତରା ଚକ୍ରବର୍ତ୍ତୀଙ୍କର
ବାପା ସେ ଫାଦର ସେ ମୋତେ କହିଲେ ମୋ ଘରେ ଗୋଟେ ରେଡ଼ିଓ ଅଛି ଏବଂ ତାଙ୍କର ମ୍ୟାଡ଼ାମ ତାଙ୍କର ସ୍ତ୍ରୀ ଗୋଟେ ରେଡ଼ିଓ ରଖିଛନ୍ତି ଏବଂ ଯେତେବେଳେ ତାଙ୍କର ପୁଅ ଆମର ରେଡ଼ିଓ ଷ୍ଟେସନରେ ଗୀତ ଗାଇ କିଛି ପାରିଶ୍ରମିକ ପାଇଥିଲେ ଗୋଟିଏ ମର୍ଫି ରେଡ଼ିଓ ତାଙ୍କୁ କିଣିକି ଆଣିକି ଦେଇଥିଲେ। ମର୍ଫି ରେଡ଼ିଓ କିଣିକି ଦେଇଥିଲେ। ସେ ମର୍ଫି ରେଡ଼ିଓଟି ଅଛି, ଆଉ ଯେଉଁ ପୁରୁଣା ରେଡ଼ିଓଟି ଥିଲା ସେଇଟା ବି ଅଛି। ତେଣୁ ମୁଁ ଭାବୁଥିଲି ପ୍ରାୟ ଆଉ ରେଡ଼ିଓ ଯେଉଁ ସବୁ ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଛନ୍ତି ତାଙ୍କ ଘରେ ନାହିଁ, କିନ୍ତୁ ଏ ଥିଲା ତାଙ୍କର ବକ୍ତବ୍ୟ ଏବଂ ତାଙ୍କର ସ୍ତ୍ରୀ ସକାଳୁ ଉଠିକି ସବୁବେଳେ ସେ ଭଜନଟିକୁ ଶୁଣନ୍ତି ଏବଂ ରେଡ଼ିଓରେ କିଛି ସମୟ ବିତାନ୍ତି। ତେଣୁ ଇଏ ତ ହେଲା ରେଡ଼ିଓର କଥା। ଆମେ ଯେଉଁ କହୁଛେ ରେଡ଼ିଓର ପ୍ରଭାବ କମିଯାଇଛି, ରେଡ଼ିଓର ପ୍ରଭାବ କମିଯାଇନି। ମୋ ଘରେ ବି, ମୁଁ ଏଟା ବୋଷ୍ଟିଂ କରି କହୁନି, ମୋ ଘରେ ବି ଗୋଟିଏ ରେଡ଼ିଓ ଅଛି। ତାକୁ ବେଳେବେଳେ ମୁଁ ଏଇ ଓଡ଼ିଆ ଭଜନ ଅନ୍ୟାନ୍ୟ ନ୍ୟୁଜ୍ ସବୁ ଶୁଣେ। ତେଣୁ ଏଇ ଯେଉଁ କମ୍ୟୁନିଟି ରେଡ଼ିଓ କଥା କହିବା, ଗୋଟେ ଭଲ କ୍ୟାପସନ୍ ଅଛି, ଆମେ କହିବା ଆମରି କଥା। ଏବଂ ଏଇଟା ହେଉଛି ଲୋକାଲ ରେଡ଼ିଓର କଥା। ଏବଂ ସେଠି ମରା ହେଇଛି ଆମର ରେଡ଼ିଓ ନମସ୍କାର, ଯେଉଁଟାକୁ ମୋର ଯୁବବନ୍ଧୁ ଆନସାରୀ ସେ ତାକୁ କୋଣାର୍କରୁ ଆରମ୍ଭ କରିଥିଲେ। କୋଣାର୍କର ସେ ଯେଉଁ ଯାତ୍ରୀ ନିବାସ ପାଖରେ ଗୋଟିଏ ଛୋଟିଆ ଘରୁ ସେ ଆରମ୍ଭ କରିଥିଲେ। ପ୍ରାୟ 4-5 ଜଣ ଏମ୍ପ୍ଲୟି ସେଠି ଥିଲେ। ଗତ ବର୍ଷ ମୁଁ କୋଣାର୍କ ଯାଇଥିଲି। ଯେତେବେଳେ କୋଣାର୍କ ଯାଇଥିଲି ସେଠୁ ଖବର ପାଇ ଆନସାରୀ କହିଲେ ସାର୍ ଟିକେ ଆପଣ ଆସିବେ ଏବଂ ତାଙ୍କର ଜଣେ ସହକର୍ମୀକି ପଠେଇଲେ। ସେ ମୋତେ ତାଙ୍କ ନେଇକି ଗଲେ, ତାଙ୍କର ଏରିଆକୁ ନେଇକି ଗଲେ ଏବଂ ଯେତେବେଳେ କୋଣାର୍କ ପାଖରୁ ପ୍ରାୟ ଅଳ୍ପ ଦୂର 4-5 କିଲୋମିଟର ପ୍ରାୟ ବୋଧହୁଏ ହେବ ଏବଂ ମୁଁ ଯେତେବେଳେ ଦେଖିଲି ମୋତେ ଏତେ ଖୁସି ଲାଗିଲା। ମୁଁ କହିଲି ମୁଁ ଯାହାକୁ ପାଠ ପଢ଼େଇଥିଲି ଏବଂ ମୁଁ ଯେତେବେଳେ ବାଣୀବିହାରରେ ଅଧ୍ୟାପକ ଥିଲି, ମୁଁ NSS ଗୋଟେ ବୋଲି କାର୍ଯ୍ୟକ୍ରମ ଅଛି, ସେଟା ଯୁବଭିତ୍ତିକ କାର୍ଯ୍ୟକ୍ରମ ଏବଂ ସେତେବେଳେ ମୁଁ ପ୍ରୋଗ୍ରାମ କୋଅର୍ଡିନେଟର ଥାଏ ଏବଂ ଆନସାରୀ ସହିତ ମୋର ପରିଚିତ ହୁଏ। ସେତେବେଳେ ସେ NSSର ଭଲ୍ୟୁଣ୍ଟିୟର ଥାଏ ଏବଂ ସେ ଛାତ୍ର ବେଳୁ ସେ ଏମିତି କାମ କରୁଥିଲେ, ତାଙ୍କର ସମାଜ ସେବା ପ୍ରତି ଏମିତି ମନୋଭାବ ଥିଲା। ସେଇଠୁ ମୁଁ ଆବିଷ୍କାର କରିଥିଲି ଇଏ ଗୋଟିଏ ଯେମିତି ତୁଳସୀ 2 ପତ୍ରରୁ ବାସିଲା ଭଳିଆ, ଇଏ ଗୋଟିଏ ସମାଜ ସେବା କ୍ଷେତ୍ରରେ ନିଶ୍ଚିତ ଦିନ ଗୋଟିଏ ବଡ଼ ମଣିଷ ଭଳିଆ ମଣିଷ ହେଇକି ବାହାରିବ। ଏବଂ ସେଟା ଆହୁରି ପ୍ରମାଣିତ ହେଲା ଯେତେବେଳେ ମୋତେ ଗାଡ଼ି ପଠେଇକି ଡାକିଲା। ବହୁତ ବାଧ୍ୟ କଲା। ସେଦିନ ବର୍ଷା ପ୍ରାୟ ହେଉଥାଏ। ମୁଁ କହିଲି ମୁଁ ଖାଇସାରିଲିଣି, ଆଉ ଟିକେ ଯିବି ନା ସାର୍ ଆପଣ ଟିକେ ଆସିଯାଆନ୍ତୁ। ଯେତେବେଳେ ଯାଇକି ଦେଖିଲି ତାର ସାଙ୍ଗେ ସାଙ୍ଗେ ସେ ମୋତେ ଗୋଟେ ବହି ଲେଖିଛି ଏତିକି ମୋଟାର, ଯାହାକୁ ମୁଁ ପାଠ ପଢ଼େଇଥିଲି। ସେ ଗୋଟେ ଏତେ ମୋଟା ବହି ଲେଖିଛି। ମୋତେ ଗୋଟେ ବହିଟା ତାକୁ ଅର୍ପଣ କଲା। କହିଲା ସାର୍ ମୋ ଷ୍ଟେସନ ଭିତରକୁ ଆସନ୍ତୁ। ମୋତେ ଏତେ ଖୁସି ଲାଗିଲା। ମୁଁ ଏ ମଞ୍ଚ ଉପରେ ମୋତେ ଟିକେ ଇମୋସନାଲ ଲାଗୁଛି। ଆଇ କ୍ୟାନ୍ ନଟ୍ ଏକ୍ସପ୍ରେସ୍ ଇନ୍ ୱାର୍ଡସ୍। ତାକୁ କେମିତି ମୁଁ ଶୁଭେଚ୍ଛା ଜଣାଇବି, ସଦିଚ୍ଛା ଜଣାଇବି, ଆଶୀର୍ବାଦ କରିବି, ଆଇ ଆମ୍ ନଟ୍ ଫାଇଣ୍ଡିଂ ଏନି ୱାର୍ଡସ୍। ତେଣୁ ତାପରେ ସେଠୁ ମୁଁ କହିଲି ଟିକେ ଯିବା ଦେଖିବା କ'ଣ ଗୋଟେ ଏଡ଼େ ବଡ଼ କ୍ୟାମ୍ପସ୍ ଲାଗୁଛି। ଦେଖିଲା ବେଳକୁ ଗୋଟେ ବିରାଟ ଘର କରିଛି। ସେ ବିରାଟ ଘରରେ ମୁଁ କହିଲି କ'ଣ, ତାର ଗୋଟେ ବିରାଟ ପରିକଳ୍ପନା ଏବଂ ସେଟା ମୁଁ ଏଠି କହିବାକୁ ଚାହୁଁନି, ପବ୍ଲିକ୍ କରିବାକୁ ଚାହୁଁନି। ଏବଂ ସେ ଯେଉଁ ତାର ପରିକଳ୍ପନା ରଖିଛି, ସେ ଯେଉଁ ଗୋଟେ ବିରାଟ କ୍ୟାମ୍ପସଟାକୁ ଗ୍ରିନେରୀ କରେଇ ପାରିଛି, ଗ୍ରିନେରୀରେ ବହୁତ ସବୁ ଫାଉଣ୍ଡେସନ୍ ପଡ଼ିଛି ଏବଂ ଆଗାମୀ ଦିନରେ ସେଇ ଯେଉଁ ତାର ସ୍ୱପ୍ନ ଅଛି, ସେ ସ୍ୱପ୍ନଟା
ବାସ୍ତବ ରୂପ ନେଉ ପୁଣି ଥରେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି। ତେଣୁ ଏଇ ଯେଉଁ କମ୍ୟୁନିଟି, ମୁଁ ପ୍ରାୟ ବେଶୀ ସମୟ ନେବିନି କାହିଁକିନା ଆମେ ବହୁତ ବକ୍ତାମାନେ ଅଛନ୍ତି। ତେଣୁ ଖାଲି ଏତିକି କହିବି, ଏଇ ଯେଉଁ କମ୍ୟୁନିଟି ରେଡ଼ିଓର ଲମ୍ବା ରାସ୍ତା, କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ଆମର ଲୋକାଲ ଅଞ୍ଚଳର ଆମର ଗାଁ ଗହଳର ପଲ୍ଲୀର ଭାଷା ଯାଇକି ଦିଲ୍ଲୀରେ ପହଞ୍ଚି ପାରିବ। ଦିଲ୍ଲୀରେ କାହିଁକି, ଗ୍ଲୋବାଲ ସ୍ତରରେ ପହଞ୍ଚି ପାରିବ। ତାଙ୍କର ସମସ୍ୟା ହେଉ, ତାଙ୍କର ବିକାଶର ଚିତ୍ର ହେଉ, ତାଙ୍କର ଶିକ୍ଷାର ସମସ୍ୟା ହେଉ, ତାଙ୍କର ସ୍ୱାସ୍ଥ୍ୟର ସମସ୍ୟା ବିଷୟରେ ହେଉ,